ବିଜୁ ଜନତା ଦଳ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ ହଉନାହିଁ। ମୁଁ ଏଥିରୁ ନିବୃତ୍ତ ରହିଛି। ନିବୃତ୍ତ ରହିଛି ନାଇଁ ମତେ ଲାଗିଲା ମୁଁ ସୋସିଆଲ ୱାର୍କ କରିବି। ଆମେ ଏତେ ବର୍ଷ ପଲିଟିକାଲ କାର୍ଯ୍ୟକ୍ରମ ସୋସିଆଲ ୱାର୍କ କରିବି। ଆମେ କାହିଁ କୋଉ ଦଳ ଇଏରେ ସୋସିଆଲ ୱାର୍କ ମୁଁ ସେ କଥା ମାନେ ମେମ୍ବରସିପ ଅଛି କିନ୍ତୁ ମୁଁ ଇନଭଲଭମେଣ୍ଟ ହଉନି କୌଣସି କାର୍ଯ୍ୟକ୍ରମ ନା ମତେ କରିଥିଲେ ମୁଁ ମନା କଲି ବୋଲି ସୋସିଆଲ ୱାର୍କ ମୁଁ କରିବି। ନା ମୁଁ ଯୋଉ କଥା କହିସାରିଛି ମୁଁ କହିସାରିଛି ଯେ ବିଜେଡି ଯେହେତୁ କାର୍ଯ୍ୟ ଯୋଉ ଅପୋଜିସନ ହିସାବରେ ଯୋଉ କାର୍ଯ୍ୟକ୍ରମ କରିବା କଥା ସେ କରୁନାହିଁ ତେଣୁ ମୁଁ ଆଉ ବିଜେଡି ସହିତ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତି ରହୁନି। ମୁଁ ସୋସିଆଲ ୱାର୍କ এটা পচারে সভাপতি কাই না স্যার আপনার রাজনৈতিক সহযোগী লাল বিহারী হেমিরিকা এর সমান কথা কইলে বিজু স্বাভিমান মঞ্চ যে বিজেডি যেমতি হবা কথা সেমতি হোনি তাঙ্কর মত রখিছেন। স্যার এবে গোটে কুয়া যাଉଛି যে নুয়া বিজেডি হবো পুরোনা বিজেডি যোলি ঢাঞ্চারে থিলা সেউলি ঢাঞ্চারে মানে যোমান তাঙ্ক মত রখিছেন। ମୁଁ ନିଜକୁ ବର୍ତ୍ତମାନ ସୋସିଆଲ ୱାର୍କ ସହିତ ସାମିଲ କରୁଛି। ମୁଁ ସୋସିଆଲ ୱାର୍କ ସହିତ ବର୍ତ୍ତମାନ ସାମିଲ କରି ନାଇଁ ଏବେ ବର୍ତ୍ତମାନ ତ ମୋ ସମୟ ହେଇନାହିଁ ସମୟ ଅନୁସାରେ ବର୍ତ୍ତମାନ ଠିକ ଭାବରେ କାର୍ଯ୍ୟକ୍ରମ କରୁନି। ନା ମୋ ମୂଳରୁ ସବୁ ଟୋଟାଲ ଉପରେ ଆପଣ ଯେତିକି ଗୋଟେ ବିରୋଧୀ ଦଳ କାର୍ଯ୍ୟକ୍ରମ କରିବା କଥା ସେ ଅନୁସାରେ ହଉନି। ଆପଣ ବି ଦଳ କାର୍ଯ୍ୟକ୍ରମରେ ଯୋଉମାନେ କାର୍ଯ୍ୟକ୍ରମ କରୁଛନ୍ତି ଦାୟିତ୍ୱ ନେଇଛନ୍ତି ମୁଁ ଏଇନେ କହିପାରିବିନି କାରଣ ସମୟ କହିବ ଲୋକଙ୍କ ମତ କଣ ଅଛି ଏସବୁ କଥା କହିବ ପରେ ଯାହା ଯାଉ ନାଇଁ ଲୋକ କହୁଛନ୍ତି ବିଜୁ ଜନତା ଦଳ ପ୍ରତି ଲୋକଙ୍କର ଆସ୍ଥା ଅଛି ଯେ ଠିକ ଭାବରେ ବିରୋଧୀ ଦଳ କାର୍ଯ୍ୟକ୍ରମ କରୁ। ସାର୍ ଆଉ ଗୋଟିଏ କୁହାଯାଉଛି ବିଜୁ ନାଁରେ ପୁଣି ଦଳଟେ ଖୋଲିଲେ ଭାସ୍କର ରାଓ ବିଜୁଙ୍କ ନାଁରେ ଆପଣ ଭାବୁଛନ୍ତି ଏବେ ବି ଯିଏ ଚାହିଁବ ଭୋଟ ନେଇପାରିବ କାହିଁକିନା ନୂଆ ଦଳ ଆପଣ ମୁଁ ସେ କଥା କହିପାରିନି କାରଣ ଏମିତି ବର୍ତ୍ତମାନ ମୁଁ କହିପାରିନି ତାଙ୍କ ନିଜର ମତ ସିଏ ଅମରାଙ୍କର ମତ ସେ କଥା ମୁଁ ବର୍ତ୍ତମାନ କହୁଛି ବର୍ତ୍ତମାନ ଠିକ ଟାଇମ ହେଇନାହିଁ କୌଣସି କଥା ନିଷ୍ପତ୍ତି ନେବା ପାଇଁ। ଆଗେ ଯୋଉ ବିଜୁ ଜନତା ଦଳ ଅଛି ତାକୁ ଯଦି ଠିକ ଭାବରେ ଲୋକଙ୍କ ମନ ଭିତରେ ବିଜୁ ଜନତା ପ୍ରତି ବର୍ତ୍ତମାନ ମଧ୍ୟ ସମର୍ଥନ ଅଛି ସେ ଠିକ ଭାବରେ ବିରୋଧୀ ଦଳ କାର୍ଯ୍ୟକ୍ରମ କରିବ ତାହେଲେ ଲୋକ ତାକୁ ଗ୍ରହଣ କରାଯାଇପାରିବେ। ମୁଁ ତ ଦେଇଥିଲି ଯେ ବିଜୁ ଜନତା ଦଳ ମୁଁ ସେ କଥା କହିଥିଲି ଯେ ବିଜୁ ଜନତା ଦଳ ସ୍ୱାଭିମାନ ଯୋଉ ବିଚାରଧାରାରେ ଗଠନ ହେଇଥିଲା ସେ ବିଚାରଧାରାରେ କାର୍ଯ୍ୟକ୍ରମ ନ ହେବାର ମୁଁ ନିଜକୁ ଦୂରେଇ ରଖୁଛି। ମୁଁ କଥା କହ ଆପଣ ମାନେ ଦେଖୁଥିବେ କଣ ବିଜେଡି ମେମ୍ବରସିପ ଅଛି ପ୍ରଫୁଲ୍ଲ ମଲ୍ଲିକ ବିଜେଡି ମେମ୍ବରସିପ ଅଛି କାର୍ଯ୍ୟକ୍ରମ ଦୂରେଇ ଯାଇଛି। ଅଭିମାନ ନାହିଁ ଅଭିମାନ କାହାକୁ କରିବା ଆମେ ଲୋକ ଶୁଣନ୍ତୁ ଯଦି ଠିକ ଭାବରେ କାର୍ଯ୍ୟକ୍ରମ କରିବେ ରହିବେ ଯଦି ଠିକ ଭାବରେ ନ ରହିବେ କରିବେ। ବର୍ତ୍ତମାନ ମୁଁ ନିଜେ କହିଲି ଆପଣଙ୍କୁ ଆପଣ ସୋସିଆଲ ଅର୍ଗାନାଇଜେସନ ମୁଁ ବିଶେଷ ଭାବରେ ସାମିଲ ହଉଛି ଆଉ ମୁଁ ଆଗକୁ ଯୋଉ ଟ୍ରେଡ୍ ୟୁନିୟନ ସହିତ ସାମିଲ ଅଛି ମୁଁ ଯୋଉ ମୋର ପୁରୁଣା କାର୍ଯ୍ୟକ୍ରମ ସେଇ ଅନୁସାରେ ସାମିଲ ମୁଁ ଏଇଟା କଣ ଏଇଟା ହଉଛି ଷ୍ଟେଟ୍ ପ୍ରେସିଡେଣ୍ଟଙ୍କର ଇଏ ତାଙ୍କର କାହାକୁ କୋଟ ଦେବେ ମୁଁ ତାକୁ ତା ପୂର୍ବରୁ ମଧ୍ୟ ମୁଁ ନିଜକୁ କହିଛି ଯେ ମୁଁ ଏଥିରୁ ଅଲଗା ରହିଯାଉଛି ମୁଁ କାର୍ଯ୍ୟକ୍ରମ ସହିତ ବର୍ତ୍ତମାନ ରହୁନାହିଁ ମୁଁ ସୋସିଆଲ ୱାର୍କ କରି କାର୍ଯ୍ୟକ୍ରମ ସହିତ ରହିବି। ଜିଲ୍ଲା ମୁଁ ତ ମୂଳରୁ କହିଛି ମୁଁ ଦୂରରେ ରହିଛି ମତେ ମୁଁ ସବୁଥିରୁ ମୁଁ ମୂଳରୁ କହିଛି ଯେ ବିଜୁ ଜନତା ଦଳ କାର୍ଯ୍ୟକ୍ରମରୁ ମୁଁ ଦୂରେଇ ରହିଛି। ମୁଁ ସୋସିଆଲ ଅର୍ଥ ମୁଁ ସୋସିଆଲ ସବୁବେଳେ କଣ ଆମେ ପଲିଟିକାଲ ପାର୍ଟିରେ ରହିକି ସବୁ କାର୍ଯ୍ୟକ୍ରମ କରିବୁ ଅନ୍ୟ କଥା ହବ ନାହିଁ। ତେଣୁ ଆମେ ବହୁତ ବର୍ଷ ପଲିଟିକାଲ କାର୍ଯ୍ୟକ୍ରମ କରିଛୁ ବର୍ତ୍ତମାନ କିଛି ସମୟରେ ସୋସିଆଲ ୱାର୍କ କରିବା କଥା ଆଗରୁ ଯେମିତି କରୁଥିଲି ମୁଁ ସୋସିଆଲ ୱାର୍କ କାର୍ଯ୍ୟକ୍ରମ ଆଗରୁ କରୁଥିଲି ଟ୍ରେଡ୍ ୟୁନିୟନ କାମ କରୁଥିଲି ବର୍ତ୍ତମାନ ସେ କାର୍ଯ୍ୟକ୍ରମ କରିବି। ମୁଁ କାହାର ବ୍ୟକ୍ତିଗତ ବିଷୟରେ କିଛି କହିବା ନାଇଁ ମୁଁ କାହା ସହିତ ଭେଟାଭେଟି କଥା ନାହିଁ ମୋ ନିଜ ବିଚାର ଉପରେ ମୁଁ ନିଜ ଉପରେ ସ୍ୱାଧୀନ ମୁଁ ନିଜ ବିଚାର ଯାହା ମନକୁ ଆସିଲା ଯୋଉଟା ଠିକ ମୁଁ ସେ ଅନୁସାରେ କରିବି। ନା ଆମେ ପ୍ରଥମେ ଯେତେବେଳେ ସମୟ ଯୋଉ ଆମକୁ ରଖିଥିଲେ ଯୋଉ କମିଟି ଆମେ କମିଟିରେ କହିଥିଲୁ ଆମ ଯୋଉ କମିଟି କରାହେଇଥିଲା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆମେ ସବୁ କଥା କହିଥିଲୁ।
ନାଇଁ ସେ କରିଛନ୍ତି ସେଥିରେ ଦିଟା ଗୁରୁତ୍ୱ ଦେବା ଦେଶରେ ଆମେ କହିଥିଲୁ ପଲିଟିକାଲ ଆଫେୟାର୍ସ କମିଟି କର ଆଉ ଆକି ଇଏ ଡିସିପ୍ଲିନାରୀ କମିଟି କରିଛନ୍ତି। ନାଇଁ କଥା ହଉଛି କଥାଟା ଆମେ ଦେଖୁଛୁ ଯୋଉଟା ଇଏ ସଂଗଠନ କଥା ଭିନେ କିନ୍ତୁ ପବ୍ଲିକ ପରସେପସନ ଭିନେ ପବ୍ଲିକ ଆକ୍ଟିଭିଟି ଯୋଉଟା ଗୋଟେ ପଲିଟିକାଲ ପାର୍ଟି କରିବା କଥା ଗୋଟେ ଅପୋଜିସନ ହିସାବରେ କରିବା କଥା ସେଇ କଥାଟାକୁ ଆମେ ଗୋଟେ କଥା ଆପଣ ଦେଖିବେ ଅନେକ ନେତା ତୃଣମୂଳ ସ୍ତରରୁ ବଡ ନେତା ବିଜେପି ଛାଡୁଛନ୍ତି ବିଜେପି ଛାଡିବା କାରଣ କଣ? ତାଙ୍କୁ ପଚାରେ ସେ କଣ ସାର୍ ସାର୍ ଆପଣ ଏତେ ବର୍ଷ ଧରି ଥିଲେ ଏତେ କାମ କରିଥିଲେ ଆପଣ ମନ ଦୁଃଖ ହୁଏନି ଯେ ଦଳର ଏମିତି ସ୍ଥିତି ପଳଉଛି ମନ ଦୁଃଖ ଆଉ ନହେଇଥିଲେ ମୁଁ କହିଥାଏ ମୁଁ କାଁ ଅଲଗା ରହୁଛି ମନ ତ ଦୁଃଖ ନିଶ୍ଚିତ ନହେଲେ ମୁଁ ନିଜକୁ କହୁଛି ଆପଣ ସେଇଥିରେ ଅର୍ଥ ଦଳରେ ରହିବେ ନା ରହିବେନି ଆପଣ ମୁଁ କଣ କହୁଛି ଦଳ ଯଦି ଠିକ ବାଟରେ ଗଲା ରହିବା କାର୍ଯ୍ୟକ୍ରମ କରିବା କଣ ଅଛି।